ମାଙ୍କୁ ଆବାହନ କରି ଆମେ ଆରମ୍ଭ କରିବା। ମା ମା ଆଜି ଆମ ପାଖରେ ବିଷୟ ରହିଛି ମାତୃ ରଚନାବଳୀ ତୃତୀୟ ଭାଗର ସହିଷ୍ଣୁତା, ପ୍ରଶଂସା ପାଇବାକୁ ପ୍ରାଣୀଙ୍କର ଇଚ୍ଛା, ଯଥାର୍ଥରେ ଦୀକ୍ଷିତ ପ୍ରାଣୀଙ୍କର ନାନା ଲକ୍ଷଣ। ସହିଷ୍ଣୁତା, ପ୍ରଶଂସା ପାଇବାକୁ ପ୍ରାଣୀଙ୍କର ଇଚ୍ଛା, ଯଥାର୍ଥରେ ଦୀକ୍ଷିତ ପ୍ରାଣୀଙ୍କର ନାନା ଲକ୍ଷଣ। ମା ଲେଖୁଛନ୍ତି, ସହିଷ୍ଣୁତା ହିଁ ତୁମର ସର୍ବମୂଳ ସାଧନ ହୋଇ ରହୁ। ତୁମ ଭିତରେ ଅବସ୍ଥିତ ପ୍ରାଣିକ ଶକ୍ତି ଯେପରି ଆଦୌ କୌଣସି ଅଭିଯୋଗ ନ କରେ, ମାତ୍ର ସେଇ ମହାନ ଉପଲବ୍ଧିଟି ଲାଗି ଆବଶ୍ୟକ ହେଉଥିବା ସବୁ କିଛି ସର୍ତ୍ତକୁ ତାହା ଯେପରି ସ୍ୱୀକାର କରିନିଏ, ତୁମେ ତାହାକୁ ଏହିପରି ଏକ ଶିକ୍ଷା ଦିଅ। ଇଂରାଜୀରେ ବିଷୟବସ୍ତୁ ରହିଛି ଏଣ୍ଡୁରାନ୍ସ, ଦ ଭାଇଟାଲ୍ସ ହଙ୍ଗର ଫର ପ୍ରେଜ୍, ସାଇନ୍ସ ଅଫ ଦ କନଭର୍ଟେଡ ଭାଇଟାଲ। ଏଣ୍ଡୁରାନ୍ସ ଏଠି ଯୋଉ ସହିଷ୍ଣୁତା କଥା କୁହାଯାଇଛି, ମୁଁ ସେଇଥିପାଇଁ ଦେଖିବାକୁ ଚାହିଁଲି ଆକ୍ଚୁଆଲି କୋଉଟା କହୁଛି, କାହିଁକିନା ଆମ ପାଖରେ ଦୁଇଟି ଶବ୍ଦ ଅଛି ଆମେ ସହିବା କଥା ଯୋଉ କହନ୍ତି, ଗୋଟେ ହଉଛି ଟଲରାନ୍ସ ଆଉ ଗୋଟେ ହଉଛି ଏଣ୍ଡୁରାନ୍ସ। ତେଣୁ ଏଠି ଯୋଉ ସହିଷ୍ଣୁତା କଥା କୁହାଯାଇଛି, ଏଣ୍ଡୁରାନ୍ସ କଥା କୁହାଯାଇଛି, ଆମେ ସେ ବିଷୟରେ ତ ଏଠି ଡିଟେଲ୍ସ ପଢିବା, କାହିଁକିନା ଟଲରାନ୍ସ ଆଉ ଏଣ୍ଡୁରାନ୍ସ ଭିତରେ ବହୁତ ପାର୍ଥକ୍ୟ ରହିଛି। ଆମେ ଟଲରାନ୍ସକୁ ଏଣ୍ଡୁରାନ୍ସ ସହିତ ଏକାଠି କରିବା ନାହିଁ। ଏଠି ଯୋଉ ସହିଷ୍ଣୁତା କଥା କୁହାଯାଇଛି ଏଟା ହଉଛି ଏଣ୍ଡୁରାନ୍ସ। ମା ବେଳେ ବେଳେ ଯୋଉ କଥାରେ କୁହନ୍ତି ଟଲରେଟ କରିବ, ମାନେ ସହିଯିବ ନା ଆଉ ଟିକେ ଆଉ, ଏଠି ସେଇ ଟଲରେଟ କଥା କୁହା ହଉନି, ଏଠି ସହିଷ୍ଣୁତା କଥା ଯୋଉଟା ଏଟା ଏଣ୍ଡୁରାନ୍ସ କଥା କୁହାଯାଉଛି। ଆମେ ପଢିବା, ମା କହୁଛନ୍ତି ସ୍ପଷ୍ଟ ଭାବେ ଜାଣିପାରିବା। ତାପରେ ମା କହିଲେ ଆମର ସର୍ବମୂଳ ସାଧନ ହୋଇ ରହୁ ସହିଷ୍ଣୁତା, ମାନେ ଏଣ୍ଡୁରାନ୍ସ। ଆମ ଭିତରେ ଯୋଉ ପ୍ରାଣିକ ଶକ୍ତିଟି ରହିଥାଏ, ସେ ଯେପରି କୌଣସି ଅଭିଯୋଗ ନ କରେ ଏବଂ ସେଇ ମହାନ ଉପଲବ୍ଧି ଲାଗି ଆବଶ୍ୟକ ହେଉଥିବା ସବୁ କିଛି ସର୍ତ୍ତକୁ ତାହା ଯେପରି ସ୍ୱୀକାର କରିନିଏ, ତାହାକୁ ଏହିପରି ଏକ ଶିକ୍ଷା ଦିଅ। ଏଠି ବାହାର ଜିନିଷର ପ୍ରତି ଆରମ୍ଭ କରିନାହାନ୍ତି, ବାହାର ଜିନିଷରେ ପ୍ରତି ସହ୍ୟ କରିବା କି ନ କରିବା, ଏଠି ଆରମ୍ଭ ପ୍ରଥମରୁ କହୁଛନ୍ତି ଆମର ଯୋଉ ପ୍ରାଣିକ ଶକ୍ତି ରହିଛି, ଯେତେବେଳେ ଉଚ୍ଚତର ଶକ୍ତି ତା ଭିତରେ କାର୍ଯ୍ୟ କରିବା ପାଇଁ ଯୋଉ ସର୍ତ୍ତ ଆରୋପ କରୁଛି ବା ଯୋଉ ସର୍ତ୍ତ ଆବଶ୍ୟକ କରୁଛି, ଆରୋପ କରିବାଟା ଏକ ଭୁଲ ଶବ୍ଦ ମୋ ପାଟିରୁ ବାହାରିଲା, that's wrong। ଉଚ୍ଚତର ଶକ୍ତି ଆମ ଭିତରେ କାର୍ଯ୍ୟ କରିବା ପାଇଁ ଯୋଉ ଆବଶ୍ୟକ କରେ ଯୋଉ ପ୍ରସ୍ତୁତି, ସେଇ ପ୍ରସ୍ତୁତିକୁ ଆମର ପ୍ରାଣିକ ଶକ୍ତି ଯେପରି କୌଣସି ଅଭିଯୋଗ ନ କରି ସେଇ ପ୍ରସ୍ତୁତିରେ ନିଜକୁ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତ ରହେ, ସେଇଟାକୁ ତାକୁ ଆମକୁ ଶିକ୍ଷା ଦେବାକୁ ପଡିବ। ମା କହିଲେ ସେଇ ମହାନ ଉପଲବ୍ଧିଟି ଲାଗି ଆବଶ୍ୟକ ହେଉଥିବା ସବୁ କିଛି ସର୍ତ୍ତକୁ ତାହା ଯେପରି ସ୍ୱୀକାର କରିନିଏ, ତୁମେ ତାହାକୁ ଏହିପରି ଏକ ଶିକ୍ଷା ଦିଅ। କେମିତି ଶିକ୍ଷା ଦେବା ପରେ ଦେଖିବା। ଆମ ଶରୀରକୁ ଆମେ ପ୍ରକୃତରେ ଏକ ଭାରି ସହିଷ୍ଣୁ ଭୃତ୍ୟ ବୋଲି ଜାଣିବା। ସତେଅବା କୌଣସି ଭାର ବହନ କରୁଥିବା ପଶୁ ଭଳି ଅତ୍ୟନ୍ତ ପୋଷ୍ୟ ଭାବରେ ତାହା ଯାବତୀୟ ପରିବେଶର କଠୋରତାକୁ ସହ୍ୟ କରି ନେଇଥାଏ। ସେହି ପ୍ରାଣୀଙ୍କ ସତ୍ତାଟା ହିଁ ସର୍ବଦା ଆପତ୍ତି କରିବାରେ ଲାଗିଥାଏ ଓ ଅସ୍ୱସ୍ତି ବୋଧ କରୁଥାଏ। ଶାରୀର ସତ୍ତାକୁ ତାହା ଅଗଣିତ ନାନା ପ୍ରକାର ଦାସତ୍ୱ ଏବଂ ଯନ୍ତ୍ରଣାର ଅଧୀନ କରି ରଖେ। ଆପଣାର ନିଜର ଖିଆଲ ଏବଂ ମର୍ଜି ଅନୁସାରେ ବିଚରା ଦେହଟାକୁ ତାହା କେତେ ପ୍ରକାରେ ମୋଡୁଥାଏ, ଭାଙ୍ଗୁଥାଏ ଏବଂ ସିଏ ଯାହା କିଛି ଖିଆଲ କରୁଛି ସବୁ କିଛି ଠିକ ସେହି ଅନୁସାରେ ଅବଶ୍ୟ ହେଉ ବୋଲି ବୁଦ୍ଧିହୀନ ଭାବରେ ଦାବି କରିବାରେ ଲାଗିଥାଏ। ଏଠି ଦୁଇଟି କଥା ଆମକୁ କହୁଛନ୍ତି ଯେ ଶରୀର ଅତ୍ୟନ୍ତ ପୋଷ୍ୟ ଭୃତ୍ୟ, ଆମେ ଯେମିତି ଆମେ କହିପାରିବା ଯେପରି ସେ ପୁରା ଗୋଟେ କ୍ରୀତଦାସ ଭଳି ଅନେକ ସମୟରେ ସେ ପ୍ରାଣିକ ସତ୍ତାଟିର ଦ୍ଵାରା ପ୍ରେରିତ ହେଇ କାର୍ଯ୍ୟଟି କରେ। ସେଇଥିପାଇଁ ପ୍ରାଣ ସତ୍ତା ତାକୁ ଯେମିତି କହେ ସେ ସେମିତି କରେ, ତାର ପରିଣାମ ସ୍ୱରୂପ ବେଳେ ବେଳେ ସେ ଯନ୍ତ୍ରଣା ପାଏ ତାର ଦାସତ୍ୱ ଯୋଗୁ, କିନ୍ତୁ ସେ ତାହା କରିଚାଲିଥାଏ। ପ୍ରାଣ ତାକୁ ଯେମିତି ମୋଡୁଥାଏ, ଯେମିତି ଭାଙ୍ଗୁଥାଏ,
ସେ ସେଇଭଳି ଅନୁସାରେ ନିଜକୁ କାର୍ଯ୍ୟରେ ତାରି କାର୍ଯ୍ୟରେ ଲଗେଇ ଦିଏ। ଆମେ ଦେଖିବା ବେଳେ ବେଳେ କଣ ହୁଏ, ଆପଣ ଦେଖିବେ ଆପଣଙ୍କର ପସନ୍ଦ ବା ଅପସନ୍ଦ ବା ଆପଣଙ୍କର ରୁଚି, ଆପଣଙ୍କର ଲୋଭ, ଆପଣଙ୍କର ଆସକ୍ତି ଯୋଗୁ, ଏଗୁଡା ସବୁ ପ୍ରାଣର ଯୋଗୁ ଆପଣ କଣ କଲେ, ବେଳେ ବେଳେ ଖାଦ୍ୟ ଗ୍ରହଣ ଅଧିକ କରନ୍ତି, ଆପଣଙ୍କୁ ଭଲ ଲାଗୁଛି ପୁଳେ ଖାଆନ୍ତି, ତାର ପରିଣାମ ସ୍ୱରୂପ ଯନ୍ତ୍ରଣା ଭୋଗେ କିଏ? ସେ ଶରୀର ଭୋଗ। ଯେମିତି କିି ଗୋଟେ ଏକ୍ଜାମ୍ପଲ ଆପଣ ଦେଖିପାରନ୍ତି, ମନେ କରାଯାଉ ଯାଉଥିଲେ ବାଟରେ ଦେଖିଲେ ଜଣଙ୍କ ଘରେ ଗଛରେ ଗୋଟେ ସୁନ୍ଦର ଫଳଟିଏ ପରିପକ୍व ଅବସ୍ଥାରେ ରହିଛି ଏବଂ ଆପଣଙ୍କୁ ଲୋଭ ହେଲା ଖାଇବା ପାଇଁ। ଆପଣ କଣ କଲେ, ଯାଇକିରି ସେ ଫଳଟିକୁ ତା ବାଡିରେ ପଶି ଚୋରେଇ କରିକି ଖାଇବା ପାଇଁ ବା ଲୁଚି କରି ଯାଇ ଖାଇବା ପାଇଁ ଶରୀରକୁ ବ୍ୟବହାର କଲେ ଏବଂ ଶରୀର ଛିଣ୍ଡେଇକି ଆଣିଲା। ଏବଂ ତାର ପରିଣାମ ସ୍ୱରୂପ ଯଦି ସେ ଲୋକଟିଏ ବାଡେଇଲା ବା ଲୋକ, ତେଣୁ ଆପଣଙ୍କ କଷ୍ଟ ପାଇଲା କିଏ? ସେ ଶରୀର। ଆପଣ ଶରୀରକୁ ବ୍ୟବହାର କରି ଆଣିଲେ ଏବଂ ଶରୀର ବି ଯନ୍ତ୍ରଣା ପାଇଲା। ତେଣୁ ଏଇଭଳି ଭାବରେ ଆମେ ଅନେକ ସମୟରେ ଖାଦ୍ୟ ଗ୍ରହଣ ଅଧିକା କରୁ, ଶରୀର କଷ୍ଟ ପାଏ। କୋଉ ଗୋଟେ କାମ କରି ବସୁ, ପ୍ରାଣର ଗତିବିଧି ଫଳରେ ଶରୀର କାର୍ଯ୍ୟ କରେ, ତେଣୁ ଶରୀର ଯନ୍ତ୍ରଣା ପାଏ। ତେଣୁ ଶରୀରକୁ ସିଏ ତାର ନିଜ ଇଚ୍ଛା ଅନୁସାରେ କଣ କରେ, ପରିଚାଳିତ କରେ। ସେଇଥିପାଇଁ ଲେଖୁଛନ୍ତି ବୁଦ୍ଧିହୀନ ଭାବରେ ସେ ଶରୀର ଠାରୁ କାର୍ଯ୍ୟ ଦାବି କରିଥାଏ ଏବଂ ଶରୀର ସେ ଅନୁସାରେ କାର୍ଯ୍ୟ କରେ ଏବଂ ବିଚରା ଦେହ ତା ଅଧୀନରେ ରହି ନିଜେ ଯନ୍ତ୍ରଣା ପ୍ରାପ୍ତ କରେ। ମାତ୍ର ତେଣୁ ଏଇଠି କଣ ହେଲା ନା, ଶରୀରଟି ବିଚରା ହେଇକି ତାର ଦାସତ୍ୱ ସ୍ୱୀକାର କଲା। ତାକୁ ଆମେ କହିପାରିବା ସିଏ ପ୍ରାଣର ଯୋଉ ଗତିବୃତ୍ତି ଫଳରେ ଯାହା ଘଟିଲା ତାକୁ, ତା ପ୍ରତି ସେ ତାକୁ ସହି ନେଲା, କୌଣସି ପ୍ରତିକ୍ରିୟା ଦେଖେଇକରି କାର୍ଯ୍ୟକୁ ସେ ବନ୍ଦ କରିନାହିଁ। ପ୍ରତିକ୍ରିୟା ଦେଖାଏ, କଷ୍ଟ ପାଏ ଯେତେବେଳେ ଶରୀର ପ୍ରତିକ୍ରିୟା ଦେଖାଏ, ଯନ୍ତ୍ରଣା ମାଧ୍ୟମରେ ପ୍ରତିକ୍ରିୟା ଦେଖାଏ, କିନ୍ତୁ ପୁଣି ଦାସତ୍ୱ ସ୍ୱୀକାର କରି କାର୍ଯ୍ୟଟି କରେ। ଯେପରି ଦେଖୁଥିବେ ଯୋଉ ଓଟର ଯୋଉ ଖାଇବା କଥା କୁହାଯାଏ, ବିରାଡି ବିରାଡି ଯେମିତି ଗୋଟେ ଜୀବଟିଏ, ସେ କରତରେ ଲାଗି ଯାଇଛି, ତାକୁ ବିରାଡିଟେ ଯାଇକିରି କଣ କରୁଛି, ତାକୁ ଚାଟିକିରି ଖାଇ ଦଉଛି। ଖାଇଲା ବେଳକୁ ସେତେବେଳେ ତା ଜିଭଟିଏ ଟିକେ ବାଜୁଛି, ରକ୍ତ ଟିକେ ବାହାରିଛି, ରକ୍ତ ଟାକୁ ଖାଉଛି। ତେଣୁ ସେ ଯୋଉ ରକ୍ତର ସ୍ୱାଦରେ ପ୍ରାଣ ତାକୁ ପ୍ରରୋଚିତ କରୁଛି ଆହୁରି ଅଧିକରୁ ଅଧିକ ସେ ରକ୍ତକୁ ଖାଇବା ପାଇଁ। ତେଣୁ ସେ ଅଧିକରୁ ଅଧିକ ଯେତେବେଳେ ଖାଉଛି, ତାରି ଜିଭଟି ହିଁ କଟି କଟି ଚାଲିଛି, ଶରୀରଟି କଷ୍ଟ ପାଉଛି। ପ୍ରାଣର, ଆମେ ଏଠି ବିରାଡିର ଏକ୍ଜାମ୍ପଲ ଦେଲୁ, କିନ୍ତୁ କହିବା କଥା ହଉଛି ପ୍ରାଣର ରୁଚି ଯୋଗୁ ଶରୀର କେମିତି ଯନ୍ତ୍ରଣା ପାଉଛି ସେଇ କଥାଟି କୁହାଉଛି। ଏଠି ଯୋଉ ଶରୀର ସହି ନଉଛି, ଏଇ ସହିଷ୍ଣୁତା କଥା ମା ମନା କରୁଛନ୍ତି। ମା କହୁଛି ଏଇ କଥା ମୁଁ କହୁନାହିଁ। ପ୍ରକୃତ ସହିଷ୍ଣୁତାର ଅସଲ ଅର୍ଥଟି ହେଉଛି ଯେ ଆମର ପ୍ରାଣଟାକୁ ହିଁ ଆପଣାର ଶ୍ରଦ୍ଧା ଅଶ୍ରଦ୍ଧା ଗୁଡ଼ିକୁ ପରିତ୍ୟାଗ କରିବାକୁ ପଡିବ। ପ୍ରାଣର ଯୋଉ ଶ୍ରଦ୍ଧା ଅଶ୍ରଦ୍ଧା, ଏଇଟା ଭଲ ସେଇଟା ଖରାପ, ଏଇ ଯୋଉ ତାର ନିଜସ୍ୱ ଯୋଉ ଧାରା ନେଇକରି ସେ ତାକୁ ବାଛେ, ତାକୁ ପରିତ୍ୟାଗ କରିବାକୁ ପଡିବ ନିଜସ୍ୱ ଧାରା ନେଇକିରି। ଏବଂ ପରିସ୍ଥିତି ଯେତେ କଷ୍ଟକର ହେଲେ ମଧ୍ୟ ତଥାପି ତା ମଧ୍ୟରେ ଏକ ସମତା ଭାବ ରକ୍ଷା କରିବାକୁ ପଡିବ। ଯେତେବେଳେ କେହି ତୁମ ପ୍ରତି କର୍କଶ ଆଚରଣ କରିବ ବା ତୁମର ଦୁଃଖ ଦୂର କରିପାରିବା ପଦାର୍ଥଟି ତୁମ ପାଖରେ ନଥିବ, ସେତେବେଳେ ସେହି କାରଣରୁ ବିଚଳିତ ହୋଇ ପଡିବା ପରିବର୍ତ୍ତେ ତୁମକୁ ତଥାପି ପ୍ରସନ୍ନ ହୋଇ ରହିବାକୁ ପଡିବ। ଏଠି ଗୋଟେ ଗୋଟେ ପଏଣ୍ଟ ଆମ ପାଖରେ କହି ଯାଉଛନ୍ତି କିପରି ନିଜକୁ ସହିଷ୍ଣୁତା ଶିଖେଇବେ। କହିଲେ ଯେ ଯେକୌଣସି ଘଟଣା ଘଟୁଛି, କାହା ପ୍ରତି ଶ୍ରଦ୍ଧା କାହା ପ୍ରତି ଅଶ୍ରଦ୍ଧା ଏଇ ଭାବ ରଖିବେ ନାହିଁ। ଏଇଟା ଏତେ ସହଜ କଥା ନୁହଁ। ସେ ଯୋଉ ଶ୍ରଦ୍ଧା ଅଶ୍ରଦ୍ଧା ଭାବ ରଖିବା ପାଇଁ ନିଜ ଭିତରେ ଯୋଉ ସମତା ଭାବ ଆଣିବାକୁ ପଡିବ, ସେଇଟାକୁ ଆପଣଙ୍କୁ ଶିଖିବାକୁ ପଡିବ। ସେଇଟା ହିଁ ହଉଛି ସହିଷ୍ଣୁତାର ପ୍ରଥମ ଗୋଟିଏ ପାବଛ, ବା ଗୋଟିଏ ପାବଛ କୁହନ୍ତୁ, ପ୍ରଥମ ପାବଛ କୁହନ୍ତୁ, ଯାହାବି କୁହନ୍ତୁ। ତାମାନେ କାହାରି ପ୍ରତି ନିଜ ଆଡୁ, ନିଜ ଧାରଣାରୁ, ନିଜର ଭାବନାରୁ ଶ୍ରଦ୍ଧା ଭାବ
ବା ଅଶ୍ରଦ୍ଧା ଭାବ ରଖିବେ ନାହିଁ। ଲୋକେ କୁହନ୍ତି ଯେ ସେଇ ଲୋକଟି ଭାରି ଭଲ ଲୋକ, ମତେ ଭଲ ଲାଗେ। ସେ ଯୋଉ ମତେ ଭଲ ଲାଗେଟି ବେଳେ ବେଳେ ପରିପ୍ରକାଶ କରନ୍ତି, ବେଳେ ବେଳେ ପରିପ୍ରକାଶ କରନ୍ତି ନାହିଁ। କୁହନ୍ତି କଣ ନା ସେଇ ଲୋକଟି ଭାରି ଭଲ ଲୋକ। ପ୍ରକୃତ କଥା ହଉଛି ତାଙ୍କୁ ଭଲ ଲାଗେ ବୋଲି ସିଏ କୁହନ୍ତି ସେଇ ଲୋକଟି ଭଲ ଲୋକ। ତାଙ୍କୁ କାହିଁକି ଭଲ ଲାଗେ ନା ତାଙ୍କର ପ୍ରାଣିକ ଗତି ସ୍ପନ୍ଦନକୁ ସିଏ କଣ କରେ, ସନ୍ତୁଷ୍ଟ କରିଥାଏ। ଯେମିତି କି ଆପଣ ଯଦି ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତିକୁ ସବୁ ପ୍ରଣାମ କରିବେ, ନମସ୍କାର ଆଜ୍ଞା ନମସ୍କାର, ବହୁତ ସମ୍ମାନ ଭାବରେ, ସିଏ ଆପଣଙ୍କ ପ୍ରତି ଭାରି ଖୁସି। କାହିଁକି ନା ପ୍ରାଣ ଯେତେବେଳେ ଗୁରୁତ୍ୱ ବୋଧ ପାଇଲା ଯେ ମୁଁ ଗୋଟେ ହଁ ଆଇ ଏମ୍ ସମଥିଙ୍ଗ ସ୍ପେଶାଲ, ମତେ ନମସ୍କାର ହଉଛନ୍ତି, ଆଇ ଏମ୍ ସୁପେରିୟର, ମୋର ଗୁଣ ଅଛି ବୋଲି ମତେ ସିନା ମୁଣ୍ଡିଆ ମାରୁଛନ୍ତି। ପ୍ରାଣ ସେଠି ସେଇ ଯୋଉ ତା ଭିତରେ ଯୋଉ ପ୍ରଶଂସା ପାଇଲା, ସେଇ ପ୍ରଶଂସାର ଲୋଭରେ ସିଏ ଆପଣଙ୍କୁ ଭଲ ବୋଲି କହିବ। ସେ ଆଉ କେତେ ଜଣ କଣ କରନ୍ତି, ଆପଣଙ୍କୁ ଖାଦ୍ୟ ଦିଅନ୍ତି, ଆଣିକି ଆପଣଙ୍କୁ ଗିଫ୍ଟ ଦିଅନ୍ତି। ଏ ସବୁକୁ ପ୍ରାଣକୁ ସନ୍ତୁଷ୍ଟ କରିବା ପାଇଁ କରାଯାଏ। ଆପଣ ଦେଖିବେ ସେଇଥିପାଇଁ ସାଧୁ ମାନେ କେବେ କାହାକୁ କିଛି ଗିଫ୍ଟ ଦିଅନ୍ତି ନାହିଁ। ଏଇ ଯୋଉ ତଥାକଥିତ ଗିଫ୍ଟ ଦିଅନ୍ତି ନାହିଁ। ସିଏ ଯାହା ଥାଏ, ଯଦି କିଏ ଆସିଲା ସିଏ ପ୍ରସାଦ ଭଳିଆ ମାଗିଲା, ସେ ଯାହା ଥାଏ ଦେଇ ଦିଅନ୍ତି। ସେମିତି କିଛି ନାହିଁ ଯେ ଏଇଟା ମୁଁ ରଖିଛି ଆ ପାଇଁ ଦେବି। କାହିଁକି କରନ୍ତି ନାହିଁ, ତାର କାରଣ ହଉଛି ଅନ୍ୟ କାହାର ପ୍ରାଣିକ ଗତିବୃତ୍ତିକୁ ସେମାନେ ଯୋଉ ବଢାବା ଦିଅନ୍ତି ନାହିଁ। ସେ ଯେପରି ପ୍ରାଣର ଯୋଉ ନିମ୍ନ ପ୍ରାଣର ଯୋଉ ଗତିବୃତ୍ତି ତା କ୍ଷେତ୍ରରେ ନ ବଢୁ, ସେଥିପାଇଁ ସେମାନେ କିଛି ବ୍ୟବହାର କରନ୍ତି ନାହିଁ। ତେଣୁ ଯେତେବେଳେ ଆପଣ ଅନେକ ବ୍ୟକ୍ତି କଣ କରନ୍ତି, ନିଜର କାର୍ଯ୍ୟ ହାସଲ ପାଇଁ ଯୋଉ ଦିଅନ୍ତି, ଯେତେବେଳେ ଅଫିସିଆଲି କାମ କରିବାକୁ ଦିଅନ୍ତି ଆପଣ ତାକୁ କୁହନ୍ତି ଲାଞ୍ଚ। କିନ୍ତୁ ମନେ କରାଯାଉ ଆପଣ ପ୍ରତ୍ୟେକ ଦିନ ଜଣଙ୍କ ପାଖକୁ ବା ସପ୍ତାହରେ ବି ଥରେ ହଉ ଭଲ ଆପଣ କଣ ଟିକେ ରୋଷେଇ କରିଛନ୍ତି, ଭଲ ଖାଦ୍ୟ ନେଇକି ଦେଲେ, ତାମାନେ ତା କଥାରେ କହିବାକୁ ଗଲେ ଯଦି ଆମେ ସାଧାରଣ ଲୋକଙ୍କ ଭାଷାରେ କହିବା, ଆପଣ ତାକୁ ତେଲଉଛନ୍ତି। କିନ୍ତୁ ଆପଣ କହିବେ କଣ ନା ମୁଁ ଶ୍ରଦ୍ଧାର ସହିତ ଦଉଛି, ଠିକ ଅଛି, ମନା କରାଯାଉନି। ଶ୍ରଦ୍ଧା ବି ଥାଏ, ବେଳେ ବେଳେ ସମ୍ମାନର ସହିତ, ବେଳେ ବେଳେ ଭଲ ପାଇକରି ମଧ୍ୟ ଦିଆଯାଏ। କିନ୍ତୁ ଯେତେବେଳେ ମତେ ସେଇଟା ମିଳୁଛି, ମୁଁ ଯଦି ସାଧନାରେ ରତ ଅଛି, ତେବେ ଦଉଛି, ଠିକ ଅଛି। କିନ୍ତୁ ସମତା ଭାବର ସହିତ ଆପଣ ଗ୍ରହଣ କରିବେ। ଆପଣ କେବେ ବି ବା ତାକୁ ଗ୍ରହଣ କରି ସେଇ ଯୋଉ ପ୍ରାଣର ସନ୍ତୁଷ୍ଟିରେ ସେଇ ଲୋକଟିକୁ ପ୍ରତି ଶ୍ରଦ୍ଧା ରଖିବେ, ଏବଂ ଯିଏ ଦଉନାହିଁ ତା ପ୍ରତି ଅଶ୍ରଦ୍ଧା ଭାବ ରଖିବେ, ଏଇଟା ଆପଣ ଭୁଲ କରି ବସିବେ। କିନ୍ତୁ ବହୁତ କମ ବ୍ୟକ୍ତି ଅଛନ୍ତି ସାଧାରଣ ଜୀବନରେ ରହିଥିଲା ବେଳେ, ଆଧ୍ୟାତ୍ମିକର ପ୍ରୟାସରେ ରତ ଥିଲା ବେଳେ, ଏଇ ଯୋଉ ବ୍ୟକ୍ତି ମତେ ଦଉଛି ତା ପ୍ରତି ଶ୍ରଦ୍ଧା ରଖିବା, ଯୋଉ ଲୋକ ମତେ ଦଉନାହିଁ ତା ପ୍ରତି ମଧ୍ୟ ଶ୍ରଦ୍ଧା ରଖିବା, ଏଇଟା ଏତେ ସହଜରେ ହୁଏ ନାହିଁ। ଟିକେ ଦୁର୍ବଳତା ରହିଯାଏ ଯିଏ ମତେ ଦଉଛି ତା ପ୍ରତି, ଆପଣ ତାକୁ ଦୂର କରିବାକୁ ପଡିବ। ତା ପ୍ରତି ଯେତିକି ଶ୍ରଦ୍ଧା ରଖିବେ, ଯିଏ ଦଉନାହିଁ ତା ପ୍ରତି ମଧ୍ୟ ସେତିକି ଶ୍ରଦ୍ଧା ରଖିବେ। ତେଣୁ ଶ୍ରଦ୍ଧା ଅଶ୍ରଦ୍ଧା ଏଇ ଯୋଉ ଭାବକୁ ଆପଣଙ୍କୁ ପରିତ୍ୟାଗ କରିବାକୁ ପଡିବ। ପରିସ୍ଥିତି ପରିସ୍ଥିତି ଯେତେ କଷ୍ଟକର ହେଲେ ମଧ୍ୟ ତା ଭିତରେ ସମତା ଭାବ ରକ୍ଷା କରିବାକୁ ପଡିବ। ଏଠି ଆଉ ଗୋଟେ କଥା କହିଲେ, କଣ କହିଲେ, ଯେ ପରିସ୍ଥିତି ଯାହା ବି କଷ୍ଟକର ହେଉନା କାହିଁକି, ଆମକୁ ଯନ୍ତ୍ରଣା ଆସିପାରେ, ଆମକୁ ପ୍ରଶଂସିତ ଭଳିଆ ଅବସ୍ଥା, ସମ୍ମାନ, କ୍ଷମତା ର ଭାବ ବି ଆସିପାରେ। ସବୁ କ୍ଷେତ୍ରରେ ଆମକୁ ସମତା ଭାବ ରଖିବାକୁ ପଡିବ। ଏତେ ସହଜ ନୁହେଁ। ନିନ୍ଦା କଲେ ଆପଣଙ୍କୁ, ଆପଣ ତା ଦେହରେ ନିଜକୁ ବୁଝେଇ ଦେବେ, ହଁ ବା କୁକୁର ଗୁଡାକ ଭୁକିବେନି, କେତେ କୁକୁର ଭୁକନ୍ତି। କିନ୍ତୁ ଜଣେ ପ୍ରଶଂସା କଲେ ତା ଦ୍ଵାରା ଭଳି ଯିବାଟା ବହୁତ ସହଜ। ସାଙ୍ଗେ ସାଙ୍ଗେ ଆପଣ କୁହନ୍ତୁ ନ କୁହନ୍ତୁ, ଭିତରେ ଟିକେ ଛାତିଟା ଆଇ ଏମ୍ ସମଥିଙ୍ଗ ସ୍ପେଶାଲ, ନହେଲେ କେମିତି, ମତେ ମୁଁ ଅଛି ନା, ଏଇ ଲୋକଟି ମୋର ମତେ ଠିକ ବୁଝିଛି, ଏଇ ଲୋକଟା ମତେ ବୁଝି, ଆଉ କିଏ ବୁଝିପାରୁଛି, ବୁଝିପାରୁ, ଏଇ ଯୋଉ ଭାବଟି ଆସେ, ସେଇଠୁ ଆପଣଙ୍କୁ ଦୂରେଇ ରହିବାକୁ ପଡିବ, ସମତା ଭାବ ରଖିବାକୁ ପଡିବ। ଉଦାହରଣ କହୁଛନ୍ତି ମା, ଯେତେବେଳେ କେହି ତୁମ ପ୍ରତି କର୍କଶ ଆଚରଣ କରିବ, ବା ତୁମର ଦୁଃଖ ଦୂର କରିବାର ପଦାର୍ଥଟି ତୁମ ପାଖରେ ନଥିବ, ତୁମ ପାଖକୁ କିଏ ଜଣେ ଗାଳି ଦଉଛନ୍ତି, କିମ୍ବା ଯେତେବେଳେ ଆପଣ କଷ୍ଟ ଆସୁଛି, ଦୁଃଖ ଆସୁଛି,
ସେ ଦୁଃଖରୁ ବର୍ତ୍ତିବା ପାଇଁ ଆପଣଙ୍କ ପାଖରେ କିଛି ସାହାଯ୍ୟ କରିବା ଭଳିଆ ବସ୍ତୁ କିଛି ନାହିଁ, ବ୍ୟକ୍ତି କେହି ନାହାନ୍ତି, ସେତେବେଳେ ସେହି କାରଣରୁ ବିଚଳିତ ହୋଇ ପଡିବା ପରିବର୍ତ୍ତେ ତୁମକୁ ତଥାପି ପ୍ରସନ୍ନ ହୋଇ ରହିବାକୁ ପଡିବ। ଏତେ ସହଜ ହୁଏ ନାହିଁ। କୋଉ କଥା ସହଜ କି ସଂସାରରେ? ସବୁଥିପାଇଁ ପ୍ରୟାସ କରିବାକୁ ପଡେ। ଏଥିରେ ବି ଆମକୁ ପ୍ରୟାସ କରିବାକୁ ପଡିବ। କୌଣସି ପ୍ରକାର ପରିସ୍ଥିତିରେ ମଧ୍ୟ ତୁମେ ଏତେ ଟିକିଏ ବି ଆନ୍ଦୋଳିତ ହୋଇପଡିବ ନାହିଁ। ଏବଂ ଯେତେବେଳେ ହେଉନା କାହିଁକି, ଯଦି ନାନା ଆଡମ୍ବର ପୂର୍ଣ୍ଣ ଅତି ପ୍ରଦର୍ଶନ ସହିତ ଆପଣାର ସାମ୍ନ ନାନା ଅଭିଯୋଗର ଶୋଭାଯାତ୍ରା କରି ବାହାରିବା ସକାଶେ ପ୍ରାଣୀଙ୍କ ଭିତରେ ଏକ ପ୍ରବୃତ୍ତି ପ୍ରକାଶ ପାଇବ, ତୁମେ ସେତିକି ବେଳେ ମୁହୂର୍ତ୍ତକ ପାଇଁ ଅଟକି ଠିଆ ହେବ ଏବଂ ଏହି ସଂସାରରେ ଅନ୍ୟ ଅନେକଙ୍କର ତୁଳନାରେ ତୁମେ ପ୍ରକୃତରେ କେଡେ ସୁଖୀ ହୋଇ ରହିଛ ସେଇ କଥାଟି ଭାବିବାକୁ ଲାଗିବ। ଗୋଟିଏ ଗୋଟିଏ ବାକ୍ୟ, ଗୋଟିଏ ଗୋଟିଏ ନୂତନ ତଥ୍ୟ ଆମ ପାଖରେ ଆଣି ରଖୁଛି। କଣ କହିଲେ? ଆମ ଜୀବନ କ୍ଷେତ୍ରରେ ଯାହା ଘଟଣା ଘଟୁଛି, ସାନ ନାନା ଅଭିଯୋଗ ଶୋଭାଯାତ୍ରା କରି ବାହାରିବା ସକାଶେ ପ୍ରାଣୀଙ୍କ ଭିତରେ ଏକ ପ୍ରବୃତ୍ତି ପ୍ରକାଶ ପାଇବ। ଆମ ଭିତରେ ପ୍ରତ୍ୟେକ ମୁହୂର୍ତ୍ତରେ ଅଭିଯୋଗ କରିବାର ଏକ ପ୍ରବୃତ୍ତି ରହିଥାଏ। କାହାର? ଏ ପ୍ରାଣର। ସେଥିପାଇଁ ସାନ ଛୋଟ ଛୋଟ ବି ଅଭିଯୋଗ ଆମେ ଆରମ୍ଭ କରି ବସୁ। ଲୋକେ ସେ ଗୋଟେ ବଢିଆ ବଢିଆ ଗୋଟେ ଭିଡିଓଟେ, ସର୍ଟ ଭିଡିଓ ହ୍ୱାଟ୍ସଆପରେ ଆସିଥାଏ। ସିଏ ଜଣେ ପାଦରେ ଚାଲି ଚାଲି ଯାଉଛି, ଜୋତା ପିନ୍ଧିଛି, ଗୋଟେ ବଢିଆ ଦାମିକିଆ ଜୋତାଟା। ତାକୁ ଆଉ ଗୋଟେ ଲୋକ ଦେଖିକିରି ମନ ଦୁଃଖ କରୁଛି, ଦେଖିଲ କେତେ ବଢିଆ ଜୋତା। ଏବଂ ସିଏ ଯିଏ ପାଦରେ ଜୋତା ପିନ୍ଧିକି ଯାଉଛି, ସିଏ ଦେଖୁଛି ଚାଲି ଚାଲି ଯାଉଛି, ସିଏ ଦେଖୁଛି ଆଉ ଜଣେ ସାଇକେଲରେ ଯାଉଛି। ସିଏ ଭାବୁଛି, ଦେଖିଲ ତାର ସାଇକେଲ ଅଛି, ମୋର କାହିଁ ସାଇକେଲ, ମୁଁ ଚାଲି ଚାଲି ଯାଉଛି। ଇଏ ଅଭିଯୋଗ କରୁଛି ତାର କେତେ ବଢିଆ ଜୋତା। ସିଏ ଅଭିଯୋଗ କରୁଛି, ଦେଖ ତାର ସାଇକେଲ ଅଛି, ମୋର ନାହିଁ। ସାଇକେଲ ବାଲା ଯାଉଛି, ସିଏ ଅଭିଯୋଗ କରୁଛି, ଦେଖ ମୋଟର ସାଇକେଲରେ ସିଏ ଯାଉଛି, ମୋ ପାଖରେ ମୋଟର ସାଇକେଲ ନାହିଁ। ମୋଟର ସାଇକେଲ ବାଲା ଯାଉଛି, ସିଏ ଦେଖୁଛି ଫୋର ହ୍ୱିଲର ଚଢିକିରି ଆଉ ଜଣେ ଯାଉଛି, ମୋ ପାଖରେ ଫୋର ହ୍ୱିଲର ନାହିଁ। ସିଏ ଅଭିଯୋଗ କରୁଛି। ଫୋର ହ୍ୱିଲର ଯାଉଥିବା ବ୍ୟକ୍ତି ଅଭିଯୋଗ କରୁଛି, ମୋର କମ ଦାମିକିଆ, ଆଉ ଜଣେ ଗୋଟେ ଯେମିତି BMW କାରରେ ଯାଉଛି, ମୋର ସେମିତିଆ ନାହିଁ। BMW କାରରେ ଯାଉଥିବା ଲୋକ ସିଏ ଭାବୁଛି, ସିଏ ଦେଖୁଛି ଯେ ଉପରେ ଚପର ଟା ଯାଉଛି, ମୋ ପାଖରେ ଚପର ନାହିଁ। ସମସ୍ତେ ଅଭିଯୋଗ କରୁଛନ୍ତି, ମୋ ପାଖରେ ଏଇଟା ନାହିଁ, ମୋ ପାଖରେ ଏଇଟା ନାହିଁ, ମୋ ପାଖରେ ଏଇଟା ନାହିଁ। କିନ୍ତୁ ଟିକେ ଆଉ ଗୋଟେ ଆଙ୍ଗେଲ ଦେଖନ୍ତୁ, ଯୋଉ ଅସନ୍ତୁଷ୍ଟ ଭାବଟା ରହିଛି, ସେ ଅସନ୍ତୁଷ୍ଟ ଭାବଟି ପ୍ରାଣରେ ଲୋୟର ହେମିସ୍ଫିୟରରେ ସେ କଣ କରୁଛି? ଅଭିଯୋଗ କରୁଛି। କିନ୍ତୁ ଅସନ୍ତୋଷ ଭାବଟା ଖରାପ ବୋଲି ନୁହେଁ। ଦେଖନ୍ତୁ, ଆଗରୁ ଆମେ କଥା ହେଇଥିଲେ, କୌଣସି ଜିନିଷ ଖରାପ ମନ୍ଦ ନାହିଁ, ଭଲ ମନ୍ଦ କିଛି ନାହିଁ। ସେଇ ସାମର୍ଥ୍ୟକୁ ଆପଣ ବ୍ୟବହାର କରିବେ ନିଜର ଅଗ୍ରଗତି ପାଇଁ। ସେ ଅସନ୍ତୋଷ ଭାବ ରହିବ କଣ? ଦିଟା ଆଙ୍ଗେଲରେ ଆମେ କଥା ହବା ବର୍ତ୍ତମାନ। ସେଇ ଅସନ୍ତୋଷ ଭାବକୁ ବ୍ୟବହାର କରିବେ। ଦେଖ, ଏ ପର୍ଯ୍ୟନ୍ତ ଭଗବାନଙ୍କର ଯୋଉ ପରିପ୍ରକାଶ ରହିଛି, କେତେ କେତେ କଥା ପରିପ୍ରକାଶ କରିବାକୁ ଅଛି। ମୁଁ ଭଗବାନ ସହିତ ସଂଯୁକ୍ତ ହେଇନାହିଁ, ଭଗବାନଙ୍କର ଭିନ୍ନ ଭିନ୍ନ ବିଭାବକୁ ପରିପ୍ରକାଶ କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରି ନାହିଁ। ସେଇ ଅସନ୍ତୋଷ ଭାବକୁ ସେଇଥିରେ ବ୍ୟବହାର କରିବେ ଯେ ମୁଁ ଅସନ୍ତୁଷ୍ଟ ହଉଛି କାହିଁକି ନା ମୁଁ ଭଗବାନଙ୍କୁ ପୂର୍ଣ୍ଣ ରୂପେ ପରିପ୍ରକାଶ କରିପାରି ନାହିଁ, ମୁଁ ଭଗବାନ ସହିତ ଏକତ୍ର ହେଇପାରି ନାହିଁ। ତେଣୁ ଚୈତ୍ୟ ସତ୍ତାକୁ ଆବିଷ୍କାର କରିପାରି ନାହିଁ। ଚୈତ୍ୟ ସତ୍ତା ଦ୍ଵାରା ମୋର ବାହ୍ୟ ସତ୍ତା ଗୁଡିକ ପରିଚାଳିତ କରିପାରି ନାହିଁ। ତେଣୁ ମୁଁ ସଂକଳ୍ପ କରୁଛି ବାହ୍ୟ ସତ୍ତାରେ ଚୈତ୍ୟ ସତ୍ତାକୁ ପରିପ୍ରକାଶ କରିବା ପାଇଁ, ଚୈତ୍ୟ ସତ୍ତାରେ ଭଗବାନଙ୍କ ସହିତ, ପରମଙ୍କ ସହିତ, ଦିବ୍ୟଜନଙ୍କ ସହିତ ପ୍ରତ୍ୟେକ ସମୟରେ, ସବୁ ମୁହୂର୍ତ୍ତରେ, ପ୍ରତ୍ୟେକ କ୍ଷଣରେ ସଂଯୁକ୍ତ ହେଇକି ରହିବା ପାଇଁ ଅସନ୍ତୋଷ ସେଇ ରିଗାର୍ଡିଂ ବ୍ୟକ୍ତ କରି ନିଜକୁ ପ୍ରସ୍ତୁତ କରି, ଇଏ ହେଲା ଗଲା ସେଇ ସାମର୍ଥ୍ୟକୁ ବ୍ୟବହାର କରିବେ ନିଜର ଅଗ୍ରଗତି ପାଇଁ। ବର୍ତ୍ତମାନ ଆମେ କଥା ହବା ଯେ ଜଣେ ସେଠି ଯୋଉ କହିଲେ ଯେ ଯେତେବେଳେ ତୁମର ଏଇ ପ୍ରବୃତ୍ତିଟି ପ୍ରକାଶ ପାଇବ ଅଭିଯୋଗର, ତୁମେ ସେତିକି ବେଳେ ମୁହୂର୍ତ୍ତ ପାଇଁ ଅଟକି ଠିଆ ହବ ଏବଂ ଏହି ସଂସାରରେ ଅନ୍ୟ ଅନେକଙ୍କ ତୁଳନାରେ ତୁମେ ପ୍ରକୃତରେ କେଡେ ସୁଖୀ ହୋଇ ରହିଛ ସେଇ କଥାଟିକୁ ଭାବିବାକୁ ଲାଗିବ।
ଏଇ ଆଙ୍ଗେଲ ରୁ ଆମେ ବର୍ତ୍ତମାନ ସେଇ ଏକ୍ସାମ୍ପଲ ଟାକୁ ଦେଖିବା। ସେଇ ଏକ୍ସାମ୍ପଲ ରେ ଯିଏ କାରରେ ଫୋର ହ୍ୱିଲର ରେ ଯାଉଛି, BMW କାରରେ ଯାଉଛି, ସିଏ ଭାବୁଛି ଯୋଉ ମୋ ପାଖରେ ଚପର ନାହିଁ ବୋଲି ମନ ଦୁଃଖ କରୁଛି। ସିଏ ଦେଖନ୍ତା ଯଦି, ଦେଖ ଅନ୍ୟ ଲୋକମାନେ, ସେ ଯୋଉ ଲୋକ ଗୁଡାକ ଦେଖ ତାର ସାଇକେଲ ନାହିଁ, ସେ ଲୋକଟା ତ ସେଇ ଧଡିଆ ପୁରୁଣା ଡିଜେଲ କାର ଧରିଛି, ସେ ଲୋକଟିର ସାଇକେଲ ବି ନାହିଁ, ଚାଲି ଚାଲି ଯାଉଛି, ତା ତୁଳନାରେ ମୋର BMW କାର ଅଛି, ମୁଁ ତ କେତେ ଭଲରେ ଅଛି। ସେ ସେଠି ଅନ୍ୟ ମାନେ ମୋ ଠାରୁ ଯୋଉ କମ ପାଇକରି କେମିତି ଖୁସିରେ ରହିଛନ୍ତି, ତେଣୁ ମୁଁ ତୃପ୍ତି ହେବି, ମୁଁ ଖୁସି ହେବି, ମୋ ପାଖରେ ଏତେ କଥା ଅଛି। ସେଇ ଅନୁସାରେ ସବୁ କଥା ଭାବି ଯାଆନ୍ତୁ। ଫୋର ହ୍ୱିଲର ଯିଏ ନର୍ମାଲ ଫୋର ହ୍ୱିଲର, ସିଏ ଭାବନ୍ତା ଦେଖ ତା ପାଖରେ ବାଇକ୍ ଅଛି, ତା ପାଖରେ ଫୋର ହ୍ୱିଲର ନାହିଁ, ମୋ ପାଖରେ ଫୋର ହ୍ୱିଲର ଅଛି, ହେ ପ୍ରଭୁ ତୁମ ପାଖରେ କୃତଜ୍ଞ। ବାଇକ ବାଲା କୃତଜ୍ଞ ହବ, ଦେଖ ସେ ଲୋକଟି ପାଖରେ ସାଇକେଲ ଅଛି, ତା ପାଖରେ ନାହିଁ, ମୋଟର ସାଇକେଲ ନାହିଁ, ତା ପାଖରେ ସାଇକେଲ ନାହିଁ, ଇତ୍ୟାଦି ଇତ୍ୟାଦି, ତାଙ୍କ ପାଖରୁ ମୋ ପାଖରେ ମୋଟର ସାଇକେଲ ଅଛି, ମୁଁ କୃତଜ୍ଞ ହେବି। ସାଇକେଲ ବାଲା କୃତଜ୍ଞ ହେବା ଉଚିତ, ଦେଖ ସିଏ ପାଦରେ ଚାଲି ଚାଲି ଯାଉଛି, ଅଥଚ ମୋ ପାଖରେ ଜୋତା, ମାନେ କଣ ସାଇକେଲ ଅଛି, ଜୋତା ଅଛି, ସବୁ ଅଛି। ଜୋତା ବାଲା ଖୁସି ହବା ଦରକାର, ଦେଖ ଲୋକଟି ଯାଉଛି ଖାଲି ପାଦରେ ଯାଉଛି, ତା ପାଖରେ ଜୋତା ପିନ୍ଧିବାକୁ ନାହିଁ, ମୋ ପାଖରେ ଜୋତା ମିଳିଛି, ମୁଁ ଖୁସି ହବା କଥା, ଭଗବାନଙ୍କୁ କୃତଜ୍ଞ ହବା କଥା। ଯିଏ ଖାଲି ପାଦରେ ଯାଉଛି ସିଏ ବି କୃତଜ୍ଞ ହବା ଦରକାର, ଦେଖ ଭଗବାନ ମତେ ପାଦ ଦେଇଛନ୍ତି, ମୋ ପାଖରୁ ଅନ୍ୟ ବି ଲୋକ ଅଛନ୍ତି ଯାହାଙ୍କର ପାଦ ନାହିଁ, ସିଏ ବାଡିର ସାହାଯ୍ୟରେ ବା କ୍ରଞ୍ଚ ର ସାହାଯ୍ୟରେ ଚାହୁଛନ୍ତି, ମୁଁ କୃତଜ୍ଞ ହବା ଉଚିତ ଭଗବାନଙ୍କ ପାଖରେ ଯେ ମତେ ପାଦ ଦେଇଛନ୍ତି। ଯାହା ପାଖରେ ଗୋଡ ନାହିଁ, ପାଦ ନାହିଁ, କିନ୍ତୁ ଗୋଡ ରହିଛି, ସେ କ୍ରଞ୍ଚ ରେ ଯାଉଛି, ସିଏ କୃତଜ୍ଞ ହବ, ପ୍ରଭୁ ମତେ ଜୀବନ ଦେଇଛନ୍ତି, ମତେ ବଞ୍ଚି ରଖିଛନ୍ତି, ମତେ କ୍ରଞ୍ଚ ବି ଧରେଇଛନ୍ତି, ମୁଁ କ୍ରଞ୍ଚ ସାହାଯ୍ୟରେ ମଧ୍ୟ ଯାଇପାରୁଛି। ତେଣୁ ସମସ୍ତେ କୃତଜ୍ଞ ହେଇପାରିବେ ଯେ ଭଗବାନ ତାଙ୍କୁ କଣ ସାମର୍ଥ୍ୟ ଦେଇଛନ୍ତି। ତେଣୁ ମା କହୁଛନ୍ତି ଅନ୍ୟ ଅନେକଙ୍କ ତୁଳନାରେ ତୁମେ ପ୍ରକୃତରେ କେଡେ ସୁଖୀ ହୋଇ ରହିଛ, ସେଇ କଥାଟିକୁ ଭାବିବାକୁ ଲାଗିବ, ତାହେଲେ ସେଠି କଣ ହବ, ଆପଣଙ୍କ ଭିତରେ, ଆମ ଭିତରେ ସହିଷ୍ଣୁତା ଭାବ ବୃଦ୍ଧି ପାଇବ। ପୁଣି କହୁଛନ୍ତି ଗୋଟିଏ ମୁହୂର୍ତ୍ତ ପାଇଁ ବିଚାର କରିବ, ବିଗତ ମହାଯୁଦ୍ଧରେ ଯେଉଁ ସୈନ୍ୟମାନେ ଯୁଦ୍ଧ କ୍ଷେତ୍ରରେ ଲଢାଇ କରିଥିଲେ, ସେମାନଙ୍କୁ କେତେ କଷ୍ଟ ମଧ୍ୟ ଦେଇ ଯିବାକୁ ହୋଇଥିଲା। ଯଦି ତୁମକୁ ମଧ୍ୟ ସେହିପରି ଘୋର ବିପଦ ଗୁଡିକର ସମ୍ମୁଖୀନ ହେବାକୁ ପଡିଥାନ୍ତା, ତେବେ ତୁମର ଏହି ଅସନ୍ତୋଷ ଗୁଡାକରେ ବିଚଳିତ ହୋଇ ପଡିବା ଯେ ପ୍ରକୃତରେ କେଡେ ନିର୍ବୋଧତା, ତୁମେ ସେ କଥା ନିଶ୍ଚୟ ହୃଦୟଙ୍ଗମ କରିପାରିଥାନ୍ତ। ଏବଂ ମୁଁ ତଥାପି କଦାପି ଚାହୁଁନାହିଁ ଯେ ତୁମମାନଙ୍କୁ କୌଣସି ବିପଦର ସମ୍ମୁଖୀନ ହେବାକୁ ପଡ ବୋଲି। ମୁଁ କେବଳ ଏତିକି ଚାହୁଁଛି ଯେ ତୁମେ ଆପଣା ଜୀବନର ସାମାନ୍ୟ କଷ୍ଟ ଆଘାତ ଗୁଡିକୁ ସହ୍ୟ କରିବା ଲାଗି ସମର୍ଥ ହେବ। ମା କହୁଛନ୍ତି ମୁଁ କହୁନାହିଁ ଯେ ତୁମ ଜୀବନରେ ବିପଦ ଆସୁ ବୋଲି, କିନ୍ତୁ ତୁମ ଜୀବନରେ ଯୋଉ ଛୋଟ ଛୋଟ କଷ୍ଟ, ଯୋଉ ବାଧାବିଘ୍ନ ଆସୁଛି, ତାକୁ ନେଇକିରି ଅଭିଯୋଗ କରିବା ପରିବର୍ତ୍ତେ ସେଥିରୁ ତୁମେ ଅଗ୍ରଗତି ପାଇଁ ଗୋଟେ ସାହାରା ନିଅ, ତାକୁ ଗ୍ରହଣ କର, ନିଜ ଅଗ୍ରଗତି କରିନିଅ ଏବଂ ଖୁସି ହୁଅ। ଚିନ୍ତା କର, ମା ଏଠି ଆଉ ଗୋଟେ ଏକ୍ସାମ୍ପଲ ଦେଲେ ଯେ ଯୁଦ୍ଧ କ୍ଷେତ୍ରରେ ଯୋଉ ସୈନ୍ୟମାନେ କେତେ ବାଧା ବିପତ୍ତିର ସମ୍ମୁଖୀନ ହେଇ ନିଜ ଜୀବନ ବଳି ଦଉଛନ୍ତି, କାହାର କାହାର ଗୋଡ କଟି ଯାଉଛି, ହାତ କଟି ଯାଉଛି, ଗୁଳି ପଶିକି ରହୁଛି, କେତେ କଷ୍ଟ ପାଉଛନ୍ତି, କେତେ ଯନ୍ତ୍ରଣା ପାଉଛନ୍ତି, ତା ତୁଳନାରେ ଆମର କଷ୍ଟ, ଆମର ଯନ୍ତ୍ରଣା କେତେ ଛୋଟ। ସେଥିପାଇଁ କୃତଜ୍ଞ ହୁଅ ନା, ଏଇ ସେଇ ଯୋଉ ଆଘାତ ଗୁଡିକୁ ସହ୍ୟ କରିବା ଲାଗି ନିଜେ ସମର୍ଥ ହୁଅ। ମା କହୁଛନ୍ତି ମୁଁ ସେଇଆ ଚାହୁଁଛି, ତେଣୁ ସହିଷ୍ଣୁ ହୁଅ, ଅଭିଯୋଗ କରିବା ପରିବର୍ତ୍ତେ ପ୍ରାଣକୁ ସହିଷ୍ଣୁତାକୁ ଶିଖାଅ, ସେଇ ପ୍ରବୃତ୍ତି ନିଜ ଭିତରେ ବ୍ୟବହାର କର, ସେଇ ସାମର୍ଥ୍ୟକୁ ବ୍ୟବହାର କର ଯେ ପ୍ରାଣକୁ କିପରି ନିୟନ୍ତ୍ରଣ କରିବ, ଅଭିଯୋଗ କରିବା ପରିବର୍ତ୍ତେ ସହିଷ୍ଣୁତା ଶିଖାଇବ। ସହ୍ୟ କରିବାର ଶକ୍ତି ବ୍ୟତୀତ କୌଣସି ବଡ କଥାକୁ କେବେ ହେଲେ ହାସଲ କରାଯାଇ ପାରେ ନାହିଁ। ଯଦି ସହିବା ଶକ୍ତି ନାହିଁ, କୌଣସି ବଡ କଥା ଆପଣ ଗ୍ରହଣ କରିପାରିବେନି। କାହିଁକିନା ଆଉ ଗୋଟେ ମନେ ରଖିବେ, ଆପଣ ଯେତେବେଳେ ଅଭିଯୋଗ କରୁଛନ୍ତି, ଆପଣଙ୍କ ପାଖରେ ଗ୍ରହଣଶୀଳତା କମିଯାଏ। ତେଣୁ ଯଦି ତୁମେ ମହାନ ବ୍ୟକ୍ତି ମାନଙ୍କର ଜୀବନ ଚରିତ୍ରକୁ ଅଧ୍ୟୟନ କରିବ, ତେବେ ପ୍ରାଣୀଙ୍କ ସ୍ତରର ଯାବତୀୟ ଦୁର୍ବଳତା ସମ୍ମୁଖରେ ସେମାନେ ନିଜକୁ କିପରି ଖଣ୍ଡେ ଖଣ୍ଡେ ଝକମକି ପଥର ପରି ରଖିଛନ୍ତି, ତୁମେ ସେ କଥା ଅବଶ୍ୟ ଦେଖିବାକୁ ପାଇବ। ଏପରିକି ବର୍ତ୍ତମାନ ମଧ୍ୟ ପ୍ରାଣୀଙ୍କ ସ୍ତରରେ ସହିଷ୍ଣୁତା ଅବଲମ୍ବନ କରିବାର ମାଧ୍ୟମରେ ଶାରୀରିକ ସ୍ତରଟି ଉପରେ ବିଜୟ ହାସଲ କରିବାକୁ ହିଁ ଆମ ସଭ୍ୟତାର ଅସଲ ଅର୍ଥ ବୋଲି କୁହାଯାଇ ପାରିବ। ଜଣେ ଖେଳୁଆଡର ମନୋଭାବ, ଦୁଃସାହସିକତା ଏବଂ ସାହସର ସହିତ ବିପଦ ଗୁଡିକର ସମ୍ମୁଖୀନ ହେବା ପ୍ରଭୃତି ଯେଉଁ ଯାବତୀୟ କଥାର ନିଦର୍ଶନ
ଜୀବନର ଯାବତୀୟ କ୍ଷେତ୍ରରେ ଦେଖିବାକୁ ମିଳିଥାଏ, ସେଗୁଡ଼ିକୁ ଆମେ ସହିଷ୍ଣୁତାର ଏହି ଆଦର୍ଶଟିର ହିଁ ଗୋଟିଏ ଗୋଟିଏ ଅଂଶ ବୋଲି କହିପାରିବା। ଦେଖନ୍ତୁ, ଗୋଟେ ଖେଳୁଆଡର ମନୋଭାବ ଯୋଉ କଥାଟା ସବୁବେଳେ ଉଠେ, ଖେଳରେ ଆପଣ ଯେତେବେଳେ ହାରନ୍ତି ବା ଜିତନ୍ତି, ଯଦି ଆପଣ ଖେଳରେ ଜିତିଲା ପରେ ଆପଣ ଯୋଉମାନେ ହାରୁଥିଲେ ତାଙ୍କୁ ଯୋଉ କହନ୍ତିନି ଲୁଜର ଲୁଜର ଏମିତି ଯୋଉ କୁହନ୍ତି, ତାମାନେ ଆପଣଙ୍କର ଖେଳୁଆଡ ମନୋଭାବ ନାହିଁ। ଆପଣ ମାନେ ଅତି ଲୋୟର ଭାଇଟାଲ ସ୍ତରରେ ରହିଛନ୍ତି। ଖେଳୁଆର ମନୋଭାବ କହେ, ସିଏ ଜାଣିଛି ଯୁଦ୍ଧରେ ଯେପରି ଜଣେ ଜିତେ ଜଣେ ହାରେ, ସେପରି ଖେଳରେ ଜଣେ ଜିତିବ ଜଣେ ହାରିବ। ତେଣୁ ତୁମେ ତୁମର ସାମର୍ଥ୍ୟକୁ ଅଧିକ ବ୍ୟବହାର କରିଛ, ତୁମେ ସର୍ବୋତ୍ତମ ବ୍ୟବହାର କରିଛ, ତେଣୁ ତୁମେ ଜିତିଗଲ, କିମ୍ବା ଆଉ ଅନ୍ୟ କିଛି କାରଣରୁ ତୁମେ ଜିତିଛ। ତାଙ୍କ ପାଇଁ ନୂତନ ଶିକ୍ଷା, ନୂତନ ଗୋଟେ ସୁଯୋଗ ତାଙ୍କୁ ଦେବା ପାଇଁ ଭଗବାନ ତାଙ୍କୁ ହରେଇଛନ୍ତି। କିନ୍ତୁ ଆପଣ ତାକୁ ଯେତେବେଳେ ଲୁଜର ଲୁଜର କହୁଛନ୍ତି, ତାମାନେ ଆପଣଙ୍କ ପାଖରେ ଖେଳୁଆଡ ମନୋଭାବ ନାହିଁ। ଯିଏ ହାରୁଛି ସିଏ ଯଦି ମନ ଦୁଃଖ କଲା, ମାନେ ନିଜକୁ ଅତି ଗାଳି ଦେଲା ଯେ ମୁଁ ପାରିଲି ନାହିଁ, ଏବଂ ନିଜକୁ ଅତି କଣ ଗାଳି ଦେଇକିରି ଦୁଃଖ, ନିରାଶ, ହତାଶ, ବିଷାଦ ଭିତରକୁ ନେଇଗଲା, ତେବେ ବି ତାର ଖେଳୁଆଡ ମନୋଭାବ ନାହିଁ। ସେଇଟା ବି ଖେଳୁଆଡ ମନୋଭାବ ନୁହଁ। ଖେଳୁଆଡ ମନୋଭାବ ତା ପାଖରେ କଣ, ସିଏ ଖୋଜି ବୁଲିବ ଯେ ମୁଁ କେତିକି କେତିକି ସାମର୍ଥ୍ୟ ବ୍ୟବହାର କରିଥିଲି, ଆଉ କେତିକି ମୋର ସାମର୍ଥ୍ୟ ବ୍ୟବହାର କରିଥାନ୍ତି, ମୁଁ କେତିକି ଶିଖିଥିଲି। ହଁ, ଆମେ ସମସ୍ତେ ଆମର ସର୍ବୋତ୍ତମ ସାମର୍ଥ୍ୟ ବ୍ୟବହାର କରିଛୁ, ତଥାପି ଆମେ ହାରିଛୁ। ତା ମାନେ ଖେଳୁଆଡ ମନୋଭାବ କହୁଛି, ସିଏ ତା ମାନେ ସିଏ ଜାଣିବ ଯେ ତାକୁ ଆହୁରି ଅଧିକ ସାମର୍ଥ୍ୟ ଯୁକ୍ତ ହବାର ଥିଲା। ତାଙ୍କ ଅପୋନେଣ୍ଟରେ ଯୋଉମାନେ ଥିଲେ, ତାଙ୍କର କୋଉ କୋଉ ଅପୂର୍ବ ସାମର୍ଥ୍ୟ, ଅଧିକ ସାମର୍ଥ୍ୟ ସେମାନେ ପରିପ୍ରକାଶ କରିଛନ୍ତି, ତାକୁ ସେ ଖୋଜିକି ବାହାର କରିବ, ତାକୁ ସେ ଗ୍ରହଣ କରିବ, ତାକୁ ସେ ଶିଖିବ ଏବଂ ନିଜେ ନିଜକୁ ଅଧିକ ସମର୍ଥ କରିବ। ସେଥିପାଇଁ ଏକ ଦୃଢ ସଂକଳ୍ପ ନେଇକିରି ସେ ତାର ପୁଣି ପ୍ରଚେଷ୍ଟାରେ ଲାଗି ରହିବ। ଏଇଟା ହଉଛି ଖେଳୁଆଡ ମନୋଭାବ। କୌଣସି ଜାଗାରେ ବି ଖେଳୁଆଡ ମନୋଭାବ ନୁହଁ ଜଣେ ହାରିଗଲା ତାକୁ ଗାଳି ଦେବା ବା ତାକୁ ନିଚା ଦେଖେଇବା, ଏବଂ ଯିଏ ହାରିଗଲା ସିଏ ନିରାଶ ହବା, ହତାଶ ହବା, ଏହା ଖେଳୁଆଡ ମନୋଭାବ ନୁହଁ। ତେଣୁ ଏଠି ଯୋଉ କୁହାହେଲା ଖେଳୁଆଡର ମନୋଭାବ, ତା ସହିତ କହିଲେ ଦୁଃସାହସିକତା ଏବଂ ସାହସର ସହିତ ବିପଦ ଗୁଡିକର ସମ୍ମୁଖୀନ ହେବା ପ୍ରଭୃତି ଯେଉଁ ଯାବତୀୟ କଥାର ନିର୍ଦ୍ଦେଶନ ଜୀବନର ଯାବତୀୟ କ୍ଷେତ୍ରରେ ଦେଖିବାକୁ ମିଳିଥାଏ, ସେଗୁଡ଼ିକୁ ଆମେ ସହିଷ୍ଣୁତାର ଏହି ଆଦର୍ଶଟିର ଗୋଟିଏ ଅଂଶ ବୋଲି କହିପାରିବା। ଆମ ଜୀବନରେ ଏଇଭଳିଆ ଘଟଣା ଅନେକ ଘଟେ, ସବୁ ମୁହୂର୍ତ୍ତରେ ଘଟେ। କେତେଟା ଜାଗାରେ ମତେ ଗୁରୁତ୍ୱ ନ ଦିଆଯାଇ ମୋ ଠାରୁ କମ ସାମର୍ଥ୍ୟ ଥିବା, ମୋ ଦୃଷ୍ଟିକୋଣରୁ ମୋ ଠାରୁ ପଛରେ ଲୋକ ଆସିଥିବା, ମୁଁ ଅଧିକ ବର୍ଷ ରହିଲିଣି, କାର୍ଯ୍ୟ କଲିଣି, ଅନ୍ୟ ଲୋକଟି କମ ବର୍ଷ ରହିଛି, କାମ କରୁଛି, ତାକୁ ସୁଯୋଗ ଦିଆହଉଛି, ମତେ ସୁଯୋଗ ଦିଆହଉନାହିଁ, ମତେ ଗୁରୁତ୍ୱ ଦିଆଯାଉନି। ମତେ ଯଦି ଗୁରୁତ୍ୱ ନ ଦିଆଯାଉଛି ମୁଁ କାମ କରିବି ନାହିଁ। ଇଏ ସବୁ ହଉଛି ପ୍ରାଣର ଗତିବୃତ୍ତି। ତା ମାନେ ଆପଣ ପ୍ରାଣ ଭିତରେ ଏବେ ବି ଲୋୟର ଭାଇଟାଲ ସ୍ତରରେ ରହିଛନ୍ତି। ଆଧ୍ୟାତ୍ମିକ କଥା ତ ବହୁତ ଦୂରରେ, ମନ ତ ଆହୁରି ବହୁତ ଉଚ୍ଚରେ ଅଛି, ଆପଣ ଏପର୍ଯ୍ୟନ୍ତ ପ୍ରାଣ ସ୍ତରରୁ ଉଠି ନାହାନ୍ତି ଉପରକୁ। ତେଣୁ ସାହସର ସହିତ ନିଜକୁ ସବୁ ବିଷୟ ସହିତ ସମ୍ମୁଖୀନ ହେବେ ଏବଂ ଆଦର୍ଶ ବୋଲି ଗ୍ରହଣ କରିବେ। ସହିଷ୍ଣୁତାର ଯୋଉ ପ୍ରବୃତ୍ତି ଆପଣଙ୍କ ଭିତରେ କିପରି ରହିବ, ତାକୁ ଆପଣଙ୍କୁ ଶିଖିବାକୁ ପଡିବ ସାହସର ସହିତ। ସେଇଟା କହୁଛନ୍ତି ଦୁଃସାହସିକତା ସହିତ ବିପଦର ସମ୍ମୁଖୀନ ହେବେ ଏବଂ ଯୋଉ ପ୍ରାଣକୁ ଟ୍ରେନ କରିବେ, ନିଜକୁ ନିୟନ୍ତ୍ରଣ କରିବେ ଯେ କିପରି ସେ ନିଜକୁ ଆଦର୍ଶ କଣ ଧରିବ, ଆଦର୍ଶ ନା ନିଜକୁ ଅଧିକରୁ ଅଧିକ ଗ୍ରହଣଶୀଳ କରିବ, ଅଧିକରୁ ଅଧିକ ସାମର୍ଥ୍ୟ ଯୁକ୍ତ କରିବ। ବିଜ୍ଞାନର କ୍ଷେତ୍ରରେ ମଧ୍ୟ ଯେକୌଣସି ନୂତନ ସିଦ୍ଧି ପଛରେ ରହିଥିବା କେତେ କେତେ କଠୋର ପରୀକ୍ଷା ଏବଂ କଷ୍ଟ ସ୍ୱୀକାର ଉପରେ ହିଁ ସକଳ ଅଗ୍ରଗତି ନିର୍ଭର କରି ରହିଥାଏ। ବିଜ୍ଞାନ କ୍ଷେତ୍ରରେ ରିସର୍ଚ୍ଚ ଯୋଉମାନେ କରନ୍ତି, ସେମାନେ କଣ ଗୋଟାଏ ଥରରେ ସବୁ କଥା ପାଇଯାଆନ୍ତି? ବାରମ୍ବାର ଲାଗନ୍ତି, ଫେଲ୍ୟୁର, ତଥାକଥିତ ଅନ୍ୟମାନଙ୍କ ଦୃଷ୍ଟିକୋଣରୁ ଫେଲ୍ୟୁର 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 ହେଇ 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 ଗୋଟେ ଥରରେ ପାଇଯାଆନ୍ତି। ଆପଣ ଗୋଟେ ଏକ୍ସାମ୍ପଲ ପ୍ରାୟଥର ଶୁଣିଥିବେ, ତଥାପି ଆଉ ଥରେ କହୁଛି। ଆପଣ ଦେଖିଲେ ଗୋଟିଏ ଲୋକ ଗୋଟାଏ ପାହାର ପକେଇଲା ଶାବଳରେ କିମ୍ବା ହାତୁଡିରେ, ଗୋଟେ ଏଡେ ବଡ ପଥରଟେ, ଏଡେ ବଡ ପଥରଟିଏ ଏକାଥରକେ ଭାଙ୍ଗଲା। ଆପଣ କହିଲେ ଆରେ ବାବା କି ବଳ। ଥରେ ଦେଖନ୍ତୁ
ସେ କଣ ସେଇ ଥରକରେ ପିଟି ଭାଙ୍ଗିଦେଲା? ତା ପୂର୍ବରୁ କେତେ ପାହାର ପକେଇଛି, ସେ ଫାଟି ନଥିଲା। ହୁଏତ 5 ଥର 500 ଥର ପକେଇଛି, ଭାଙ୍ଗି ନଥିଲା। 501 ତମରେ ଭାଙ୍ଗିଗଲା। ତା ପୂର୍ବ ଥର ଯୋଉ 500ତମ ଯୋଉ ପ୍ରୟାସ, ସେଟା କଣ ତା ଜୀବନରେ ବିଫଳତା? ସେଇଟା ପ୍ରସ୍ତୁତ କରି କରି ଚାଲିଥିଲା ତାକୁ ସଫଳତା ପାଖରେ ପହଞ୍ଚିବା ପାଇଁ। ତେଣୁ 501 ତମର ତା ଭାଙ୍ଗିଗଲା। ସେଇଭଳି ଭାବରେ ଜୀବନ କ୍ଷେତ୍ରରେ ବିଜ୍ଞାନର ଯୋଉ ରିସର୍ଚ୍ଚ ହୁଏ, ଗୋଟେ ବଢିଆ ରିସର୍ଚ୍ଚ କଥାଟେ କହୁଛି। ଯେତେବେଳେ ହାଇବ୍ରିଡାଇଜେସନ ର ଏକ୍ସପେରିମେଣ୍ଟ ଆରମ୍ଭ କଲେ, ଏବେ ଯୋଉ ଆପଣ ଦେଖୁଛନ୍ତି ସବୁ ନୂଆ ନୂଆ ହାଇବ୍ରିଡ ର ଆପଣ ଯୋଉ ଫଳ ପନିପରିବା ଶସ୍ୟ ସବୁ ପାଉଛନ୍ତି, ଏବଂ ଏବେ ତ ଜୀବ ପ୍ରାଣିକ ବା ପ୍ରାଣିକ ସତ୍ତା ଗୁଡିକ ବି ତିଆରି ହେଲେଣି। କୁକୁଡା ଫୁକୁଡା ବି ସବୁ ହେଇଗଲେଣି, ସବୁ ହାଇବ୍ରିଡେସନ ହେଇକି ହେଲାଣି। ଅନ୍ୟାନ୍ୟ ପଶୁ ପକ୍ଷୀ ବି ହେଲେଣି। ଯେତେବେଳେ ପ୍ରଥମେ ଏକ୍ସପେରିମେଣ୍ଟ ହେଇଥିଲା, ଜିନିୟ ବିପ୍ଳବ ଯେତେବେଳେ ଆରମ୍ଭ ହେଇଥିଲା, ସିଏ ଭାବିଲେ ଯେ ମୂଳାଟାର ତଳେ ହଉଛି ମାଟି ତଳେ ଫଳୁଛି, ଉପରଟା ଖାଲି ପତ୍ର, ସେ 2-4ଟା ପତ୍ର ହଉଛି। ଆଉ ବନ୍ଧାକୋବିର ଉପରେ ତାର ସବୁ ପତ୍ର ଗୁଡାକ ରହୁଛି, ଆମେ ତାକୁ ବ୍ୟବହାର କରୁଛୁ, ତଳେ ଖାଲି ଚେର। ତେଣୁ ସିଏ ଭାବିଲେ ଯଦି ବନ୍ଧାକୋବିର ଜିନ୍ସ ଏବଂ ମୂଳାର ଜିନ୍ସ ନିଆଯାଇକିରି ତାକୁ ଗୋଟେ ନୂଆ ଶସ୍ୟ ଉତ୍ପାଦନ କରାଯାଏ, ତଳେ ମୂଳା ଫଳିବ, ଉପରେ ବନ୍ଧାକୋବି ଫଳିବ। ବନ୍ଧାକୋବି ଉପରେ ହବ, ତଳେ ମୂଳା ହବ, ତାହେଲେ ଡବଲ ବେନିଫିଟ ପାଇବୁ। କିନ୍ତୁ ତାଙ୍କର ପ୍ରଥମ ରିସର୍ଚ୍ଚରେ ସେ କଣ ପାଇଲେ ନା, ଉପରେ ହଉଛି ମୂଳାର ପତ୍ର, ତଳେ ହଉଛି ବନ୍ଧାକୋବିର ଚେର। ତା ମାନେ ଟୋଟାଲ ଫେଲିୟର ଆମ ଭାଷାରେ। କାହିଁକି ତଳେ ମୂଳା ବି ହେଲା ନାହିଁ, ବନ୍ଧାକୋବିର ଚେର ହେଲା। ଉପରେ ବନ୍ଧାକୋବି ହେଲା ନାହିଁ, ମୂଳାର ପତ୍ର ହେଲା। ତେଣୁ ଗଲା ଟୋଟାଲ ଲସ୍, କିଛି ହେଲା ନାହିଁ ନା। କିନ୍ତୁ ସେଇଟା ହଉଛି ପ୍ରଥମ ସଫଳତା ତାଙ୍କ ଜୀବନର। ସିଏ ଆପଣ ଭାବୁଛନ୍ତି ସେଟା ଫେଲୁଅର, କିନ୍ତୁ ସେଟା ସଫଳତା। କେମିତି ନା, ସେ ଜାଣିପାରିଲେ ତାହେଲେ ହାଇବ୍ରିଡାଇଜେସନ ସମ୍ଭବ। ମୁଁ ଯୋଉ ବାଛିଥିଲି ଯୋଉ ଜିନଟା, ଏଇ ଜିନଟା ବାଛିଥିଲି ବୋଲି ଏଇଆ ହେଲା, ତାହେଲେ ମୁଁ ସେଇଟାକୁ ଚେଞ୍ଜ କରିବି। ମୁଁ କୋଉ ଡିଏନଏ ନେବି, କୋଉ ଜିନ୍ ନେବି, କୋଉ କୋଡନ ନେବି, ଯାହା ଫଳରେ ତଳେ ମୂଳା ହବ, ଉପରେ ବନ୍ଧାକୋବି ହବ। ବର୍ତ୍ତମାନ ହଉଛି ନୂତନ ରିସର୍ଚ୍ଚ ପୁଣି। ତେଣୁ ସେଇ ଯୋଉ ଫେଲିୟରଟା ତା ପାଇଁ ହଉଛି ସକ୍ସେସ, ଗ୍ରେଟ ସକ୍ସେସ। ସମସ୍ତ ବିଜ୍ଞାନ ଜଗତ ପାଇଁ ଗୋଟେ ବିରାଟ ଆହ୍ୱାନ ଆଣି ଥୋଇଦେଲା ଯେ ହାଇବ୍ରିଡାଇଜେସନ ସମ୍ଭବ। ତେଣୁ ବିଜ୍ଞାନ କ୍ଷେତ୍ରରେ ପ୍ରତ୍ୟେକ ପଦକ୍ଷେପରେ ସେ ଯୋଉ କଷ୍ଟ ସ୍ୱୀକାର କରେ, ତାର ସେଇଟା ହଉଛି ସକଳ ଅଗ୍ରଗତି ପାଇଁ ଗୋଟେ ଗୋଟେ ପାବଚ୍ଛ। ବିଜ୍ଞାନର କ୍ଷେତ୍ରରେ ମଧ୍ୟ ଯେକୌଣସି ନୂତନ ସିଦ୍ଧି ପଛରେ ରହିଥିବା କେତେ କେତେ କଠୋର ପରୀକ୍ଷା ଏବଂ କଷ୍ଟ ସ୍ୱୀକାର ଉପରେ ହିଁ ସକଳ ଅଗ୍ରଗତି ନିର୍ଭର କରି ରହିଥାଏ। ଏବଂ ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ଆମ ଆଶ୍ରମରେ ଆମେ ଯେଉଁ ବିରାଟ କାର୍ଯ୍ୟଟିର ସାଧନକୁ ହାତକୁ ନେଇଛୁ, ସେଥିରେ ଆମ ଲାଗି ମଧ୍ୟ ସହିଷ୍ଣୁତାର କୌଣସି କମ ଆବଶ୍ୟକତା ରହିଛି ବୋଲି ମୋଟେ କୁହାଯାଇ ପାରିବ ନାହିଁ। ତେଣୁ ବିଜ୍ଞାନ କ୍ଷେତ୍ରରେ ଯୋଉ ସଫଳତା ପ୍ରାପ୍ତ ଫଳରେ ସଫଳତା ପ୍ରାପ୍ତ ପୂର୍ବରୁ ଯୋଉ ଯେତେ ଗୁଡେ ପ୍ରୟାସ ରହିଛି, ସେଗୁଡାକ ପ୍ରୟାସ ଯେପରି ଅଗ୍ରଗତି ପାଇଁ ସେ ବ୍ୟବହାର ହୁଏ, ଆମକୁ ଆମ ପ୍ରାଣକୁ ସେଇଭଳି ଶିଖିବାକୁ ପଡିବ। ତାକୁ ସହିଷ୍ଣୁତା ଶିଖିବାକୁ ପଡିବ। ପ୍ରତ୍ୟେକ ସମୟରେ, ପ୍ରତ୍ୟେକ ଘଟଣାବଳୀରେ, ଗତିବିଧିରେ ସେ କିପରି ଅଗ୍ରଗତି ପାଇଁ ତାକୁ ବ୍ୟବହାର କରିବ। ସେଇଥିପାଇଁ କହୁଛି, ଆମେ ଆଶ୍ରମରେ ଯୋଉ କାର୍ଯ୍ୟଟିର ସାଧନା ହାତକୁ ନେଇଛୁ, ଆମେ ରୂପାନ୍ତର ସାଧନା ହାତକୁ ନେଇଛୁ। ଆମର ପ୍ରାଣ ସ୍ତରରେ ରୂପାନ୍ତର ହବ, ମନ ସ୍ତରରେ ରୂପାନ୍ତର ହବ, ଶରୀର ସ୍ତରରେ ରୂପାନ୍ତର ହବ। ପ୍ରତ୍ୟେକ ଗତିବୃତ୍ତିରେ ଯେତେବେଳେ ରୂପାନ୍ତର ହବ, ସେଟା ଛୋଟ ବଡ କଥା ନୁହଁ। ସେଥିପାଇଁ ସହିଷ୍ଣୁତାର କମ ଆବଶ୍ୟକ ରହିଛି ବୋଲି ମୋଟେ ଭାବ ନାହିଁ। ତୁମକୁ ନିଶ୍ଚିତ ଭାବରେ ଏହା ହିଁ କରିବାକୁ ହେବ ଯେ ତୁମର ପ୍ରାଣିକ କୌଣସି ପ୍ରକାର ପ୍ରତିବାଦ କରିବାକୁ ଆରମ୍ଭ କରିବା ମାତ୍ରକେ ତୁମେ ତାକୁ ଭଲ କରି ପ୍ରହାରଟିଏ ଦେବା ଲାଗି ସମର୍ଥ ହବ। ଯୋଉ ମୁହୂର୍ତ୍ତରେ ପ୍ରାଣ ପ୍ରତିବାଦ କରୁଛି, ମୁଁ ଏଇଟା କରିବି ନାହିଁ, ଆପଣ କଣ ହେଲା ନା, ଆପଣଙ୍କୁ ଗୁରୁତ୍ୱ ଦିଆଗଲା ନାହିଁ। ଆପଣ କହିଲେ ସେଇଟା ମାଙ୍କାମ ନୁହଁ, ମତେ ଗୁରୁତ୍ୱ, ମତେ ସେଇଟା ଜାଣି ହୁଏ ନାହିଁ। ଗୋଟେ ମୋ ଠାରୁ ଆସି କାଲି ସକାଳେ ସେ ପିଲାଟି କହୁଛି ମୁଁ ସେଥିରେ କାମ ଦେବି। ତାମାନେ ଆପଣ ପ୍ରାଣ ଆପଣଙ୍କୁ ଅସହଯୋଗ କଲା, ଆପଣଙ୍କର ପ୍ରାଣ ପ୍ରଶଂସା ପାଇଲା ନାହିଁ ବୋଲି ଏତକ କଲା। ତେଣୁ ସେଇ ପ୍ରାଣକୁ ପ୍ରହାର ଦେବେ, ଆପଣ ନିଶ୍ଚୟ ଯୋଗ ଦେବେ ସେ କାମରେ, ଆପଣ ନିଶ୍ଚୟ କରିବେ। ତାହେଲେ ପ୍ରାଣ ସେଠି ଫ୍ଲାଟ ହେଇଗଲା, କହିଲା ଆରେ ହେ ମୋ କଥା ଶୁଣିଲା ନାହିଁ। ଆଉ ସେ କହିଲା ନା ନା, ମୁଁ ଯୋଉଟା କରୁଥିଲି ଭୁଲ କରୁଥିଲି। ଆହୁରି ଅନ୍ୟାନ୍ୟ ବହୁତ ଗୁଡେ ପଦକ୍ଷେପ ରହିଛି, କେମିତି କଣ ହବ ଆମେ ତାପରେ ପୁଣି ନେକ୍ସଟ ଆଲୋଚନା କରିବା। ଆଜି ଆମେ ଏଇଠି ରଖିବା।
ତେଣୁ ଶେଷ ଲାଇନଟା ଆଉ ଥରେ ପଢି ସାରିଛି। ତୁମକୁ ନିଶ୍ଚିତ ଭାବରେ ଏହା ହିଁ କରିବାକୁ ହେବ ଯେ ତୁମର ପ୍ରାଣୀଙ୍କ କୌଣସି ପ୍ରକାର ପ୍ରତିବାଦ କରିବାକୁ ଆରମ୍ଭ କରିବା ମାତ୍ରକେ ତୁମେ ତାକୁ ଭଲ କରି ପ୍ରହାରଟିଏ ଦେବା ଲାଗି ସମର୍ଥ ହେବ। ଏହି ପ୍ରହାର ବିଷୟରେ ଆମେ ଅଧିକ ଆଲୋଚନା ନେକ୍ସଟ କ୍ଲାସରେ କରିବା। ମା, ଥ୍ୟାଙ୍କ ୟୁ ଅଲ୍, ଅଲ୍ ଦ ବେଷ୍ଟ।